ଆଉ କେଇ ମୁହୂର୍ତ୍ତର ଅପେକ୍ଷା ଚଳଚଞ୍ଚଳ ଅଯୋଧ୍ୟା ନଗରୀରେ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା ହେବ। ଏହି ମୁହୂର୍ତ୍ତକୁ ସାରା ଭାରତବାସୀ ଅପେକ୍ଷା କରିଥିବା ବେଳେ ସବୁଛି ପରିବେଶ ରାମମୟ ହୋଇଉଠିଛି। ପ୍ରଭୁ ଶ୍ରୀରାମ ଲାଲାଙ୍କ ସ୍ୱାଗତ ପ୍ରସ୍ତୁତି ନେଇ ଭିନ୍ନ ଭିନ୍ନ କଳା ପ୍ରଦର୍ଶନ ବି କରାଯାଇଛି। ସେପରି ଜଟଣୀ ହାଟ ବଜାର ଅଞ୍ଚଳର ସୂକ୍ଷ୍ମ କଳାକାର ଏଲ୍ ଈଶ୍ୱର ରାଓ ନିଜ ହାତରେ ଏହି 5.5 ଇଞ୍ଚର ରାମ ମନ୍ଦିର ନିର୍ମାଣ କରିଛନ୍ତି। ଏହାକୁ ତିଆରି କରିବାକୁ ଈଶ୍ୱରଙ୍କୁ 7 ଦିନ ଲାଗିଥିଲା। ଆଗରୁ ମଧ୍ୟ ବିଭିନ୍ନ ସମୟରେ ନିଜର ସୂକ୍ଷ୍ମ କଳା ମାଧ୍ୟମରେ ଭିନ୍ନ ଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ଏଇଭଳି ନିଜ ମିନି ଅଡିଟୋରିୟମରେ ସେ ସାଇତିକି ରଖିଛନ୍ତି ଏବଂ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ସନ୍ଧ୍ୟାରେ ସଭିଏ ନିଜ ନିଜ ଘରେ ଦୀପ ଜାଳିବାକୁ ନିବେଦନ କରିଛନ୍ତି ଈଶ୍ୱର ରାଓ। जो अयोध्या राम मंदिर प्रतिष्ठा तेणु नहीं मु गोटे कला मध्यम गोटे छोटिया कामटा कर 5.5 इंच राम मंदिर तैयारी करी यार हाइट हूँ 5.5 इंच चौड़ा हूँ 2.5 इंच ये कम करने मत 7 दिन समय लगला। अब ए व्यवहार कर चक पीस मैच स्टिक्स और पेपर बस मु कला मध्यम समस्त यह कहूँ आपण समस्ते जीतक आम विश्व जो हिंदू मान अच्छा समस्ते संध्या बेले माने जो 22 जनवरी संध्या बेले निज निज घरे दीप जालिबे दीप जालिकी रामकर स्मरण करेंगे।